ସେଇ ରାତି 12ଟାରେ ଫୋନ୍ ବାଜିଲା ଏବଂ ବାପାଙ୍କର ଜୀବନ ସର୍ବଦା ପାଇଁ ବଦଳିଗଲା। ବାପାଙ୍କର ଶେଷ କଥା ଥିଲା, ଦୁଆର ଖୋଲିବୁ ନାହିଁ। କିନ୍ତୁ କାହିଁକି? ସେଇ ରାତିର ସତ୍ୟ କ'ଣ ଥିଲା ଜାଣନ୍ତୁ ଗଳ୍ପଗୁଚ୍ଛର ଏହି ଅଧ୍ୟାୟରୁ। ନମସ୍କାର ଦର୍ଶକ ବନ୍ଧୁ, ଗଳ୍ପଗୁଚ୍ଛର ଏକ ସୁନ୍ଦର କାହାଣୀ ଆସରକୁ ଆପଣମାନଙ୍କୁ ସ୍ୱାଗତ। ଏକ ଛୋଟ ଗାଁରେ ରହୁଥିଲେ ରଘୁବୀର ଏବଂ ତାଙ୍କର ଝିଅ ଅନନ୍ୟା। ଅନନ୍ୟା ମାତ୍ର 13 ବର୍ଷର ଥିଲେ। ତାଙ୍କ ମା ଛୋଟବେଳେ ଚାଲି ଯାଇଥିଲେ। ସେଠାରୁ ରଘୁବୀର ହେଉଛନ୍ତି ତାଙ୍କ ମା ଏବଂ ବାପା ଦୁହେଁ। ରଘୁବୀର ଜଣେ ରାତିର ପହରାଦାର ଭାବେ କାମ କରୁଥିଲେ, ମାନେ ନାଇଟ୍ ୱାଚର ଭାବେ କାମ କରୁଥିଲେ। ପ୍ରତିଦିନ ରାତି 10ଟାରେ ବାହାରୁଥିଲେ, ସକାଳେ ଫେରୁଥିଲେ। କିନ୍ତୁ ଗୋଟେ ଦିନ ସେ ରାତିରେ ବାହାରିଗଲେ କିନ୍ତୁ ପୁଣି ଫେରିଲେ ନାହିଁ। ପରବର୍ତ୍ତୀ ଦିନ ଗାଁରେ ଖବର ଆସି ପହଞ୍ଚିଲା, ସହର ପାଖରେ ଥିବା ପୁରୁଣା ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଛି। ସେଠାରେ କାହାର ଦେହ ମିଳିଛି। ଅନନ୍ୟା ଭୟରେ କମ୍ପି ଉଠିଲା। ସେ ଗୋଦାମକୁ ଧାଉଁଥିଲା। ଲୋକମାନେ କହୁଥିଲେ ସେ ରଘୁବୀରର ଦେହ ହୋଇଥିବ, କିନ୍ତୁ ଶରୀରଟି ପୁରା ଜଳିଯାଇଥିଲା। ଚିହ୍ନିବା ଅସମ୍ଭବ ହେଉଥିଲା। ଅନନ୍ୟା କାନ୍ଦୁଥିଲା, କିନ୍ତୁ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ମୋ ବାବା ମୋତେ କାଲି କାହିଁକି କହିଥିଲେ, ଅନନ୍ୟା, ଯଦି ମୁଁ ଫେରେ ନାହିଁ ତେବେ ମୋ ଟେବୁଲ ଡ୍ର ଖୋଲିବୁ ଏବଂ ଦେଖିବୁ। ଅନନ୍ୟା ଗଭୀର ଭାବରେ ଚିନ୍ତା କଲା, କ'ଣ ଥିବ ଟେବୁଲ ଡ୍ରରେ। ସେ ଘରକୁ ଫେରିଲା, ଟେବୁଲ ଡ୍ର ଖୋଲିଲା। ଭିତରେ ଥିଲା ଗୋଟିଏ ଚିଠି। ଚିଠିରେ ଲେଖାଥିଲା, ପ୍ରିୟ ଅନନ୍ୟା, ମୁଁ ଜାଣିଛି ଆଜି ମୋ ସହ କିଛି ହେବ। ଯେଉଁ ଗୋଦାମରେ ମୁଁ କାମ କରୁଛି ସେଠାରେ ଅନେକ ଅବୈଧ କାମ ଚାଲୁଛି। ମୁଁ ପୋଲିସକୁ ସତ୍ୟ କହିଦେଇଛି। ଯଦି ମୁଁ ଫେରିବି ନାହିଁ ତୁମେ ଭୟ ପାଇବ ନାହିଁ। ସତ୍ୟ ସବୁବେଳେ ଜିତେ। ତୁମେ ପଢ଼ିବ, ଡରିବ ନାହିଁ। ତୁମ ବାପା। ଅନନ୍ୟାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା। କିନ୍ତୁ ଏଠାରେ କାହାଣୀର ଶେଷ ହୋଇ ନଥିଲା। 3 ଦିନ ପରେ ରାତି 12ଟାରେ ଘର ଦ୍ୱାରରେ ଧୀରେ ଧୀରେ ଠକ୍ ଠକ୍ ଶବ୍ଦ ହେଲା। ଅନନ୍ୟା ଭୟରେ କମ୍ପିଲା। କିଏ ସେ? ଚପା କଣ୍ଠରେ ପଚାରିଲା। ବାହାରୁ ଏକ ପରିଚିତ କଣ୍ଠସ୍ୱର, ଦୁଆର ଖୋଲ ମୋ ଝିଅ। ସେ ବାପାଙ୍କର ଶବ୍ଦ। ଦୁଆର ଖୋଲିଲା। ରଘୁବୀର ଜୀବନ୍ତ ଥିଲେ। ସେ କହିଲେ, ପୋଲିସ ତାଙ୍କୁ ଲୁଚାଇ ରଖିଥିଲା। ଅପରାଧୀମାନେ ଧରାପଡ଼ିବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ଗୋପନରେ ରଖିଥିଲେ। ଗୋଦାମରେ ମିଳିଥିବା ଦେହ ଅନ୍ୟ କାହାରି ଥିଲା। ତାହା ରଘୁବୀରଙ୍କର ନଥିଲା ବୋଲି ରଘୁବୀର ସ୍ପଷ୍ଟ କରିଦେଇଥିଲେ। ଅନନ୍ୟା ଦୌଡ଼ିଯାଇ ବାପାଙ୍କୁ ଆଲିଙ୍ଗନ କଲା। ସେ କହିଲା, ବାପା, ମୋ ପାଇଁ ଆପଣ ହେଉଛନ୍ତି ସବୁଠାରୁ ବଡ଼ ହିରୋ। ରଘୁବୀର ହସି କହିଲେ, ହିରୋ ସେଇ ଯିଏ ସତ୍ୟ ପାଇଁ ଡରେ ନାହିଁ। ରଘୁବୀର ଘରକୁ ଫେରିବା ପରେ ସବୁକିଛି ସାଧାରଣ ଲାଗୁଥିଲା। କିନ୍ତୁ ସତ୍ୟ ଯୁଦ୍ଧ ଏଠାରେ ଶେଷ ହୋଇ ନଥିଲା। ଅପରାଧୀମାନେ ଧରାପଡ଼ିଥିଲେ, କିନ୍ତୁ ତାଙ୍କର ମୁଖ୍ୟ ନେତା ଏପର୍ଯ୍ୟନ୍ତ ଧରାପଡ଼ି ନଥିଲେ। ଯାହାକୁ ନେଇ ରଘୁବୀର ବହୁତ ଚିନ୍ତାରେ ରହୁଥିଲେ ଏବଂ ଅନନ୍ୟା ମଧ୍ୟ ଚିନ୍ତାରେ ରହୁଥିଲା। ଅଜଣା ଫୋନ୍ କଲ୍ ଗୋଟେ ବାଜିଲା। ରଘୁବୀର ଫୋନ୍ ଧରିଲେ। ବାହାରୁ ଧୀର ଶବ୍ଦ, ତୁମେ ଭାବୁଛ କି ତୁମେ ଜିତିଗଲ? ଖେଳ ଏବେ ଆରମ୍ଭ ହେଲା। ଫୋନ୍ କଟିଗଲା। ଅନନ୍ୟା ଭୟରେ ବାପାଙ୍କର ଆଖିକୁ ଦେଖୁଥିଲା। ସେ ମନେ ପକାଇଲା ବାପାଙ୍କ ମୁହଁରେ ଆଉ ଥରେ ଚିନ୍ତାର ଛାୟା। ପରବର୍ତ୍ତୀ ଦିନ ଘର ସାମ୍ନାରେ ଗୋଟେ ପାର୍ସଲ ଆସିଲା। ପାର୍ସଲ ଭିତରେ କ'ଣ ଥିଲା? ପାର୍ସଲ ଭିତରେ ଥିଲା ଗୋଟିଏ ପୁରୁଣା ଫଟୋ, ଗୋଟେ ଛୋଟ ଲକେଟ୍ ଏବଂ ଗୋଟିଏ ଚିଠି। ଚିଠିରେ ଲେଖାଥିଲା, ସତ୍ୟ କେବଳ ଅଧା ଜଣାଗଲା, ଅନ୍ୟ ଅଧାଟି ସତ୍ୟ ତୁମ ଘରେ ଲୁଚିଛି। ଅନନ୍ୟା ଫଟୋଟି ଦେଖି ଆଶ୍ଚମ୍ବିତ ହୋଇଗଲା। ସେଠାରେ ତାଙ୍କର ମାଙ୍କର ଫଟୋ ଥିଲା, କିନ୍ତୁ ପଛରେ ଦାଢ଼ି ଥିବା ଲୋକଟି ସେଇ ଅପରାଧୀଙ୍କର ନେତା ଥିଲେ। ଅନନ୍ୟା ପଚାରିଲା, ବାପା, ମା ସେହି ଅପରାଧୀ ଜଣକୁ କେମିତି ଜାଣିଥିଲେ? ରଘୁବୀର ନୀରବ ହୋଇଗଲେ। ତାଙ୍କ ଆଖିରେ ଲୁହ ଆସିଗଲା। ସେ କହିଲେ, ତୁମ ମା ସେଇ ଗୋଦାମର ରକ୍ଷକ ହିସାବରେ କାମ କରୁଥିଲେ। ମା ଯେତେବେଳେ ଜାଣିଲେ
ସେଠାରେ ଅବୈଧ କାମ ଚାଲିଛି ସେ ଧରି ପକାଇଥିଲେ। ତାହାପରେ ସେ ଅଚାନକ ଦୁର୍ଘଟଣାରେ ମରିଗଲେ। କିନ୍ତୁ ଏବେ ମୁଁ ବୁଝୁଛି ସେ ଦୁର୍ଘଟଣା ନଥିଲା। ଅନନ୍ୟାଙ୍କ ଦୁନିଆ ଓଲଟିଗଲା। ଅନନ୍ୟାର ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା। ତାକୁ ସ୍ଥିର ଲାଗିଲା ନାହିଁ। ସେହି ରାତିରେ ଘରର ଆଲୁଅ ହଠାତ୍ ଲିଭିଗଲା। ଦ୍ୱାର ଭାଙ୍ଗି 2 ଜଣ ଲୋକ ଭିତରକୁ ପ୍ରବେଶ କଲେ। ଅନନ୍ୟାକୁ ଧରିନେଲେ। ରଘୁବୀର ଚିତ୍କାର କଲେ, ମୋ ଝିଅକୁ ଛାଡ଼ିଦିଅ। ବାହାରୁ ଶବ୍ଦ ଆସିଲା, ଯଦି ସତ୍ୟ କହିବାକୁ ଯିବ ତେବେ ତୁମେ ଅନନ୍ୟାକୁ କେବେ ବି ଦେଖିପାରିବ ନାହିଁ। ବାପା ଏବେ କିମ୍ କର୍ତ୍ତବ୍ୟ ବିମୂଢ଼। କ'ଣ କରିବେ କ'ଣ ନାହିଁ ରଘୁବୀର ଜାଣିପାରୁନଥିଲେ। ରଘୁବୀର ପୋଲିସକୁ ସବୁ କହିଦେଲେ। ସେ ଜାଣିଥିଲେ ଏହା ଜୀବନ ମୃତ୍ୟୁର ପ୍ରଶ୍ନ। ଅପରାଧୀ ନେତା ଶେଷରେ ଧରାପଡ଼ିଲେ। ଅନନ୍ୟାକୁ ଏକ ପୁରୁଣା ଘରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଗଲା। ଅନନ୍ୟା ବାପାଙ୍କୁ ଆଲିଙ୍ଗନ କରି କହିଲା, ମୋ ପାଇଁ ଆପଣ ଜୀବନକୁ ବିପଦରେ ପକାଇଲେ। ବାପା ହେବାର ଅର୍ଥ ହେଉଛି ନିଜ ସୁଖକୁ ଜଳାଞ୍ଜଳି ଦେଇ ପିଲାମାନଙ୍କ ପାଇଁ ଆୟୁଧ ହୋଇ ଛିଡ଼ା ହେବାର ଅର୍ଥ ହେଉଛି ବାପା। ମା ଯଦି ପୃଥିବୀ ହୁଅନ୍ତି ତାହେଲେ ବାପା ହେଉଛନ୍ତି ଆକାଶ। ଅପରାଧୀମାନଙ୍କର ନେତା ଧରାପଡ଼ିଗଲା। ଅନନ୍ୟା ସୁରକ୍ଷିତ। ଗାଁରେ ଶାନ୍ତି ଫେରିଆସିଲା। କିନ୍ତୁ ଅନନ୍ୟା ମନରେ ଏକ ପ୍ରଶ୍ନ ଘୁରୁଥିଲା, ମାଙ୍କ ମୃତ୍ୟୁର ଅସଲ କାହାଣୀ କ'ଣ ହୋଇପାରେ? ଗୋଟିଏ ଦିନ ସେ ବାପାଙ୍କ ଆଲମାରୀରେ ଗୋଟିଏ ଫାଇଲ ଦେଖିଲା। ସେଠାରେ ଥିବା ମାଙ୍କର ଡାଏରୀ, ଗୋଦାମର ଗୋପନ ଦଲିଲ ଓ ଗୋଟିଏ ଭିଡ଼ିଓ ପେନ୍ଡ୍ରାଇଭ୍। ଅନନ୍ୟା ଚୁପଚାପ ଅଡ଼ିଓଟିକୁ ଚାଲୁ କଲା। ସେଠାରୁ ଶବ୍ଦ ଆସିଲା, ଯଦି ମୋ ସହ କିଛି ହୋଇଯାଏ ତେବେ ଏହି ରେକର୍ଡ ସତ୍ୟକୁ ବାହାରକୁ ଆଣିବ। ସେ ତାଙ୍କ ମାଙ୍କର ଶବ୍ଦ ଥିଲା। ରେକର୍ଡରେ ଶୁଣାଗଲା, ଗୋଦାମର ଅବୈଧ କାମରେ କେବଳ ସେହି ଅପରାଧୀର ନେତା ନୁହେଁ, କିଛି ପ୍ରଭାବଶାଳୀ ଲୋକ ମଧ୍ୟ ଜଡ଼ିତ ଥିଲେ। ଏବେ ମାଙ୍କର ଦୁର୍ଘଟଣା ପୂର୍ବରୁ ସେ ଗୋଟିଏ ଲୋକଙ୍କ ସହ ତୀବ୍ର ବାଦବିବାଦ କରିଥିଲେ। ସେ ଲୋକଙ୍କ ନାମ ଶୁଣି ଅନନ୍ୟାଙ୍କର ହୃଦୟ ଧଡ଼କି ଉଠିଥିଲା। ରଘୁବୀର। ଅନନ୍ୟାଙ୍କର ମନ ଭାଙ୍ଗିଗଲା। ମୋ ବାପା? ନା, ଏହା ଅସମ୍ଭବ। ସେ ରାତିରେ ବାପାଙ୍କୁ ପଚାରିଲା, ବାପା ଆପଣ କୁହନ୍ତୁ, ଆପଣ ମାଙ୍କ ସହ ଝଗଡ଼ା କରିଥିଲେ କି? ରଘୁବୀର ନୀରବ। ତାଙ୍କ ଆଖିରେ ଲୁହ ଜମି ଆସିଲା। ସେ କହିଲେ, ହଁ, ଝଗଡ଼ା ହୋଇଥିଲା। କିନ୍ତୁ ମୁଁ ତାଙ୍କୁ କେବେ ହେଲେ ହାନି କରିବାକୁ ଚାହୁଁନଥିଲି। ମୁଁ ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲି। ସେ ସମୟରେ ପୋଲିସ ଆସିଲେ। ସେମାନେ କହିଲେ, ରେକର୍ଡରେ ନାମ କେବଳ ଧମକ ଦେବା ପାଇଁ ଉଚ୍ଚାରଣ କରାଯାଇଥିଲା। ରେକର୍ଡରେ ଉଚ୍ଚାରଣ କରାଯାଇଥିବା ରଘୁବୀରଙ୍କର ନାମ କେବଳ ଧମକ ଦେବା ପାଇଁ ଉଚ୍ଚାରଣ କରାଯାଇଥିଲା। ଆମେ ତଦନ୍ତରେ ପ୍ରମାଣ ପାଇଛୁ। ରଘୁବୀର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅସଲି ଅପରାଧୀ ଥିଲେ ଗୋଦାମର ମାଲିକ ଏବଂ ତାଙ୍କ ସାଥୀମାନେ। ରଘୁବୀର ସେହି ଦିନରୁ ନୀରବ ଯନ୍ତ୍ରଣାରେ ଜୀବନ କାଟୁଥିଲେ। କାରଣ ସେ ନିଜକୁ ନିଜେ ଦୋଷୀ ବୋଲି ଭାବୁଥିଲେ ଯେ ସ୍ତ୍ରୀଙ୍କୁ ବଞ୍ଚାଇ ପାରିଲେ ନାହିଁ। ଅନନ୍ୟା କାନ୍ଦି ବାପାଙ୍କୁ ଆଲିଙ୍ଗନ କଲା। ମୁଁ କେବେ ଆପଣଙ୍କୁ ସନ୍ଦେହ କରିବି ନାହିଁ ଏକଥା ମଧ୍ୟ କହିଲା। ରଘୁବୀର କହିଲେ, ସନ୍ଦେହ ଖରାପ ନୁହେଁ। ସତ୍ୟ ଖୋଜିବା ପାଇଁ ପ୍ରଶ୍ନ କରିବା ଦରକାର। କିନ୍ତୁ ପ୍ରେମ ଓ ବିଶ୍ୱାସ ଥିଲେ ପରିବାର କେବେ ଭାଙ୍ଗେ ନାହିଁ। ଦର୍ଶକ ବନ୍ଧୁ, ଆଶା କରୁଛି କାହାଣୀଟି ଆପଣଙ୍କର ନିହାତି ମନଛୁଆଁ ହୋଇପାରିଛି। ସତ୍ୟ ଲୁଚିପାରେ କିନ୍ତୁ ସର୍ବଦା ପ୍ରକାଶିତ ହୁଏ। ସନ୍ଦେହ ଠାରୁ ବଡ଼ ହେଉଛି ବିଶ୍ୱାସ। ବାପା ଝିଅଙ୍କର ସମ୍ପର୍କ ଭାଙ୍ଗିପାରେ ନାହିଁ। ସେଇଟା ସାହସ ଓ ପ୍ରେମରେ ଗଢ଼ାଯାଇଥାଏ। ଭୟକୁ ଲୁଚାଇ ଝିଅକୁ ସାହସ ଦେବା ବାପାଙ୍କର କର୍ତ୍ତବ୍ୟ ଥିଲା। ଦର୍ଶକ ବନ୍ଧୁ, ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ସାଙ୍ଗମାନଙ୍କ ସହିତ ଯଥେଷ୍ଟ ପରିମାଣରେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ବେଲ୍ ବଟନରେ ପ୍ରେସ୍ କରି ଆଲରେ ସେଟ୍ କରିଦିଅନ୍ତୁ, ଯାହାଦ୍ୱାରା ପ୍ରତିଦିନ ପ୍ରକାଶ ପାଉଥିବା ଗଳ୍ପଗୁଚ୍ଛର ନୂଆ ନୂଆ ଅଧ୍ୟାୟ ଆପଣଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚି ପାରିବ। ଭିଡ଼ିଓଟି ଏପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପୁଣି ଦେଖା ହେବ ଗଳ୍ପଗୁଚ୍ଛର ନୂଆ ଏକ ଆକର୍ଷଣୀୟ ଅଧ୍ୟାୟର। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।